ପିଲାମାନେ ମୁଁ ତୁମର ଶରତ ସାର୍ ଆଜି 2025 ଶେଷ ତାରିଖ ଆମକୁ ବିଦାୟ ଦେବାକୁ ହେବ 2025 ଏବଂ ସ୍ୱାଗତ କରିବାକୁ ହେବ 2026 ନବବର୍ଷକୁ। ନୂଆ ପୁରୁଣା ଭିତରେ ଜୀବନର ଚକ୍ର ବି ମଧ୍ୟ ନୂଆ ପୁରୁଣା ହିସାବରେ ଚାଲିଛି। ସେଥିପାଇଁ ଏହି ନୂଆବର୍ଷ ଉପଲକ୍ଷରେ ମୁଁ ଗୋଟିଏ କବିତା ତୁମମାନଙ୍କ ପାଖକୁ ଲେଖିଛି, ଶୁଣାଉଛି। ତାହାକୁ ତୁମକୁ କେମିତି ଲାଗୁଛି ନିଶ୍ଚୟ ମତାମତ ଦେବ। ଆସ ଶୁଣିବା ସେହି କବିତା। ବଦଳି ଯିବରେ ତାରିଖ ଠିକଣା, ବଦଳିବ ମାସ ବାର, ବଦଳି ଯିବ କି ବଞ୍ଚିବାର ରାହା, ଚଲାପଥ ଜୀବନର। ବଦଳି ଯିବରେ ତାରିଖ ଠିକଣା, ବଦଳିବ ମାସ ବାର, ବଦଳି ଯିବ କି ବଞ୍ଚିବାର ରାହା, ଚଲାପଥ ଜୀବନର। ପୁରୁଣା ରହିବ ପରିଚୟ ପୁଣି, ପୁରୁଣା ସେଇ ଠିକଣା, ନୂଆ ମଲାଟର ସେ ଅନ୍ତରାଳରେ, ବହି ପୃଷ୍ଠା ତ ପୁରୁଣା। ପୁରୁଣା କୁସୁମ ସୁବାସରେ ଭରା, ପୁରୁଣା ମଧୁପ ଗୀତି, ନୂଆ ସକାଳର ଘାସ ଗାଲିଚାରେ, ପୁରୁଣା କାକର ମୋତି। ପୁରୁଣା କୁସୁମ ସୁବାସରେ ଭରା, ପୁରୁଣା ମଧୁପ ଗୀତି, ନୂଆ ସକାଳର ଘାସ ଗାଲିଚାରେ, ପୁରୁଣା କାକର ମୋତି। ନୂଆ ନୂଆ ସିନା ସୁନେଲି କିରଣ, ପୁରୁଣା ଧରଣୀ ଅଙ୍କ, ନୂଆ ଆଶା ନୂଆ ନୂଆ ସପନର ଛବି, ପୁରୁଣା ବ୍ୟାଧି ଆତଙ୍କ। ନୂଆ ନୂଆ ସିନା ସୁନେଲି କିରଣ, ପୁରୁଣା ଧରଣୀ ଅଙ୍କ, ନୂଆ ଆଶା ନୂଆ ସପନର ଛବି, ପୁରୁଣା ବ୍ୟାଧି ଆତଙ୍କ। ବଦଳି ଯିବ କି ମଣିଷର ମନ, ବଦଳି ଯିବ କି ମଣିଷର ମନ, ଆସିବ ନୂଆ ସକାଳ, ଛାଡ଼ି ଘୃଣ୍ୟ ଚିନ୍ତା ପର ଅନିଷ୍ଟତା, ଛାଡ଼ି ଘୃଣ୍ୟ ଚିନ୍ତା ପର ଅନିଷ୍ଟତା, ଦେଖିବ ବିଶ୍ୱ ସକଳ। ବଦଳି ଯିବ କି ମଣିଷର ମନ, ଆସିବ ନୂଆ ସକାଳ, ଛାଡ଼ି ଘୃଣ୍ୟ ଚିନ୍ତା ପର ଅନିଷ୍ଟତା, ଦେଖିବ ବିଶ୍ୱ ସକଳ। ନୂଆ ବରଷ